ଓମ୍ ଶାନ୍ତି। ପରମ ପ୍ରିୟ ପରମାତ୍ମାଙ୍କର ଅମୃତ ମଧୁର ସନ୍ତାନମାନେ ଆସନ୍ତୁ ଆମେ 6/5/2025 ମସିହାର ମୁରଲୀ ମହାବାକ୍ୟ ମନ ଦେଇ ଆତ୍ମସ୍ଥିତିରେ ରହି ଶୁଣିବା। ଆମେ ତ ଏଇ ପୁରୁଣା ସଂସାରକୁ ଭୁଲି ପାରୁନେ, ପୁରୁଣା ଦୁନିଆକୁ ଭୁଲି, ନିଜକୁ ଭୁଲି, ବାବା ଆସିଛନ୍ତି ବୋଲି ବିଶ୍ୱାସ କରି ଏକାଗ୍ର ଚିତ୍ତରେ ଯଦି ଆମେ ବାବାଙ୍କ ସହିତ ପ୍ରୀତି ବୁଦ୍ଧି ଯୋଡ଼ି ୟାଦରେ ରହିବା, ତାହା ହେଲେ ବାବା ଆସିଛନ୍ତି ତାର ସମ୍ପୂର୍ଣ୍ଣ ଫାଇଦା ଆମେ ନେଇପାରିବା। ତାଙ୍କ ସହିତ ପ୍ରୀତି ବୁଦ୍ଧି ଯୋଡ଼ିଲେ, ତାଙ୍କ ସହିତ ଲଗନ ଲଗେଇ ରହିଲେ ଆମେ 63 ଜନ୍ମର ଯେତେ ବିକାର ଅଛି, ଯେତେ ପାପ କରିଛେ ସବୁ ଯୋଗ ଅଗ୍ନିରେ ଦଗ୍ଧୀଭୂତ ହୋଇଯିବ। ତେଣୁ ବାବା ୟାଦ ଉପରେ ସବୁବେଳେ ବହୁତ ଗୁରୁତ୍ୱ ଦେଉଛନ୍ତି, କିନ୍ତୁ ସେ ତ ବଡ଼ ମେହନତର କାମ। ଆମେ ୟାଦରେ ରହିବା ପାଇଁ ବାର ବାର ସେଥିପାଇଁ ସେ ମନେ ପକାଇ ଦେଉଛନ୍ତି, ଚେତେଇ ଦେଉଛନ୍ତି। ତା ବିନା ସଦ୍ଗତି ନାହିଁ। ଆତ୍ମା ପବିତ୍ର ନ ହେଲେ ଯାଇପାରିବ ନାହିଁ ଶାନ୍ତିଧାମକୁ ଯିବା ପାଇଁ। ସେ ବର୍ତ୍ତମାନ ବାବା ଆସିଛନ୍ତି, ପ୍ୟାର ସେ ସବୁ ବୁଝଉଛନ୍ତି। ସେଇ କଥାକୁ ମାନି ବଦଳି ଯାଉ, ପବିତ୍ର ହେଇଯାଉ, ନହେଲେ ସଜା ଖାଇ ନିଶ୍ଚିତ ଭାବରେ ଆତ୍ମା ପବିତ୍ର ହୋଇ ପରମ ଧାମକୁ ଯିବ। ତେଣୁ ସଜା ଖାଇବା ପୂର୍ବରୁ ସାବଧାନ ହେବା ପାଇଁ ବାବା କହୁଛନ୍ତି। ବାବା କହୁଛନ୍ତି ଅବ ଘର ଜାନା ହେ, ଏବେ ଘର ବାହୁଡ଼ିବା ବେଳ ହେଲାଣି, ଆଉ ଡେରି କଲେ ଚଳିବନି। ଯାହା ଯେତେ ଭୁଲ କରିଛେ ସବୁ ଏଇଠି ହିଁ ସଂଶୋଧନ କରିଦେଇ ତାଙ୍କ ସାଥିରେ ଯିବା। ତେଣୁ ଘର ବାହୁଡ଼ିବା ଯଦି ବେଳ ହେଇଗଲାଣି ଆମେ ଜାଣିଗଲେ, ଆଉ ଡେରି କାହିଁକି? ପୁଣି ବାବା ଆସିଛନ୍ତି, ଯିଏ ନେବେ, ଯିଏ ଆମକୁ ପଠେଇଛନ୍ତି, ଯିଏ ଆମର ରଚୟିତା ସ୍ୱୟଂ ଆସିଛନ୍ତି। ତେଣୁ ଏବେ ଆମେ ଖୁବ୍ ସୁନ୍ଦର ଭାବରେ ଚରିତ୍ର ନିର୍ମାଣ କରି ଦେବ ଆତ୍ମା ହୋଇ ବାବାଙ୍କ ସାଥିରେ ଯିବା। ବାବା କହୁଛନ୍ତି ସମସ୍ତଙ୍କୁ ତମେ ପୈଗାମ ଦିଅ। କ'ଣ ଆମେ ସମସ୍ତଙ୍କୁ ସମାଚାର ଦେବା? ବାବାଙ୍କର ତ ପାଟି ନାହିଁ, ତାଙ୍କର ସେ ହେଉଛନ୍ତି ନିରାକାର। ସେ ଆସିଛନ୍ତି ବ୍ରହ୍ମା ବାବାଙ୍କ ଶରୀରରେ ଜ୍ଞାନ ଦେଉଛନ୍ତି, କିନ୍ତୁ ସେ ଜ୍ଞାନ ତ ପୁଣି ଗଲେ ଶୁଣିବ ନା। ଯଦି ସେ ଜ୍ଞାନ ଦେବା ସ୍ଥାନକୁ ଯିଏ ନ ଯିବ, ସେ ପୁଣି ଜ୍ଞାନ ଶୁଣିବ କେମିତି? ତେଣୁ ଯେତେ ସବୁ ବ୍ରାହ୍ମଣ ସନ୍ତାନ ବା ବାବାଙ୍କୁ ଯେଉଁମାନେ ଚିହ୍ନି ଗଲେଣି, ସେଇମାନେ ଫାଦର ସନ୍ ସୋଜ୍ ଫାଦର, ମାନେ ବାବାଙ୍କୁ ପ୍ରତ୍ୟକ୍ଷତା କରିବା ପାଇଁ ବାବା ଆସିଛନ୍ତି ବୋଲି ତାଙ୍କର ପୁଅମାନେ, ସନ୍ତାନମାନେ ହିଁ ସବୁଠି ଜଣେଇବେ, ସମସ୍ତଙ୍କୁ ଜଣେଇବେ। ବାବା ସେଥିପାଇଁ କହୁଛନ୍ତି ଯେ ତୁମେ ହେଉଛ ମୋର ମଦଦଗାର, ମୋର ହାତ ଭୁଜ। ତେଣୁ ତୁମେ ମୋର ଦକ୍ଷିଣ ହସ୍ତ, ତୁମେମାନେ ହିଁ ଏଇ କାମ କର। ବାବା ଆମର ସାହାଯ୍ୟ ସହଯୋଗ ଲୋଡ଼ୁଛନ୍ତି। ସେ ହେଉଛନ୍ତି ଦାତା, ବିଧାତା, ବରଦାତା, ଭାଗ୍ୟ ବିଧାତା। କିନ୍ତୁ ସତ୍ୟଯୁଗ ସ୍ଥାପନ କରିବା ପାଇଁ ଦେଖନ୍ତୁ ସେ ଆମକୁ କେମିତି ଆସନରେ ବସେଇ ଆମ ଦ୍ୱାରା ଏଇ ସତ୍ୟଯୁଗ ସୃଷ୍ଟି ସ୍ଥାପନା କରିବେ ବୋଲି କହୁଛନ୍ତି। ଆମେ ତ କେତେ ଡାକୁଥିଲେ ଭଗବାନ ଆସ ଆସ, ଆମକୁ ଉଦ୍ଧାର କର, ପତିତ ପାବନ ଆସ ଆସ। କିନ୍ତୁ ସ୍ୱୟଂ ଭଗବାନ ଆସିଛନ୍ତି, ସେ ପତିତ ଜନକୁ ପାବନ କରିବେ। ସେ ଆମର ପିତା, ମାତା, ବନ୍ଧୁ, ସଖା, ସହୋଦର, ସଦ୍ଗୁରୁ ହୋଇ ସଦ୍ଗତି ଦେଇ ସାଥିରେ ନେବେ, ଶିକ୍ଷକ ହେଇ ବର୍ତ୍ତମାନ ବିଭିନ୍ନ ଜ୍ଞାନ ଦେଉଛନ୍ତି। କିନ୍ତୁ ଏଇ କଥାଟାକୁ ଲୋକ ବୁଝୁନାହାନ୍ତି ଏପର୍ଯ୍ୟନ୍ତ। ବାବା କହୁଛନ୍ତି ଭକ୍ତି ମାର୍ଗରେ ଲୋକମାନେ କ'ଣ କରନ୍ତି? ଭଗବାନଙ୍କୁ କହନ୍ତି ଭକ୍ତର ଭଗବାନ। କିନ୍ତୁ ଭକ୍ତି ମାର୍ଗରେ ଲୋକମାନେ କ'ଣ ମାଗନ୍ତି? ଭଗବାନଙ୍କ ଠାରୁ କ'ଣ ଚାହାନା ରଖନ୍ତି? ଏଇ ସାଂସାରିକ ଜୀବନରେ କ'ଣ ଅଭାବ ଅସୁବିଧା ରହିଛି, ସ୍ଥୂଳ ଜିନିଷର କ'ଣ ଅଭାବ ରହିଛି,
ଇଏ ସବୁ ଜିନିଷ ମାଗିବାକୁ ସେମାନେ ଭଲ ପାଆନ୍ତି, ଚାଚଙ୍କିଆ କରନ୍ତି, ମାଗୁଣି କରନ୍ତି। କିନ୍ତୁ ଭକ୍ତ କେବେ ହେଲେ ଜାଣିନି ଯେ ସିଏ ନିଜେ ଯାହାକୁ ମାଗୁଛି ସେ ଦିନେ ସେହିପରି ହେଇପାରିବ। ଏଇ ବାବାଙ୍କ ଜ୍ଞାନ ଶୁଣିକି ସିଏ ବି ହେଇପାରିବ ଦେବତା। ସିଏ ତ ଶ୍ରୀକୃଷ୍ଣଙ୍କୁ ପରମାତ୍ମା ଭାବୁଛି, ଭଗବାନ କିଏ ଆଉ ଦେବତା କିଏ ତା ଭିତରେ ଭକ୍ତ ପ୍ରଭେଦ ଜାଣିନି। ତେଣୁ ସେ ପରମାତ୍ମା ଆସିଛନ୍ତି ବୋଲି ବି ବିଶ୍ୱାସ କରିପାରୁନି, କି ପରମାତ୍ମାଙ୍କର କେତେ ମହିମା ଅଛି ସେ ବିଷୟରେ ବି ସେ ଅବଗତ ନାହିଁ। ଯେହେତୁ ସ୍ୱୟଂ ପରମପିତା ପରମାତ୍ମା ଆସିଛନ୍ତି, ତାଙ୍କୁ କେହି ଜାଣିନାହାନ୍ତି, ତେଣୁ ସିଏ ନିଜେ ନିଜର ପରିଚୟ ଦେଉଛନ୍ତି। ଭକ୍ତ କିନ୍ତୁ ଜାଣିନି ପରମାତ୍ମା କିଏ, ସେ କେବେ ଆସନ୍ତି, କେମିତି ଆସନ୍ତି, ସେ ପୁଣି କ'ଣ ଦେଇପାରନ୍ତି, ଏ ବିଷୟରେ ତାହାର ଜ୍ଞାନ ନାହିଁ। ଜ୍ଞାନ ମାର୍ଗ ଅଲଗା, ଭକ୍ତି ମାର୍ଗ ଅଲଗା। ଆମେ ତ କେତେ ଜଣ ଭକ୍ତଙ୍କର ନାମ ଜାଣିଛେ। ଧରନ୍ତୁ ମୀରାବାଇ, ହନୁମାନ ହୁଅନ୍ତୁ, ନାରଦ ହୁଅନ୍ତୁ, ଧନ ଭାଗବତ ବୋଲି ଜଣେ ଭକ୍ତ ଥିଲେ। ଏମିତି ବଡ଼ ବଡ଼ ଭକ୍ତ ଅଛନ୍ତି, ଥିଲେ। ସେମାନେ ଭାରି ଅନ୍ଧ ଶ୍ରଦ୍ଧାରେ ମସ୍ତ ହୋଇ ଭଗବାନଙ୍କୁ ଭଲ ପାଉଥିଲେ। କିନ୍ତୁ ଜ୍ଞାନ ମାର୍ଗରେ ଆମେ ଜାଣିଲେ ଯେ ଜ୍ଞାନ ମାର୍ଗରେ ଅନ୍ଧଶ୍ରଦ୍ଧାର ପ୍ରଶ୍ନ ଉଠୁନି। ଏଠି ପାଠ ପଢ଼ା ହେଉଛି। ପାଠ ପଢ଼ା ହେଉଛି ମାନେ ଯେମିତି ସ୍କୁଲକୁ, ବିଦ୍ୟାଳୟକୁ ଯାଇକି ପିଲାମାନେ ପାଠ ପଢ଼ନ୍ତି, ଶିକ୍ଷକ ପାଠ ପଢ଼ାନ୍ତି, ସେହିପରି ଏଇ ଜ୍ଞାନ ମାର୍ଗରେ ଭଗବାନ ଆସିଛନ୍ତି, ସେ ସ୍ୱୟଂ ପାଠ ପଢ଼ଉଛନ୍ତି। ଭକ୍ତି ମାର୍ଗରେ ଆଜି ଏ ମନ୍ଦିର, କାଲି ସେ ମସଜିଦ, ପରଦିନ ସେ ତୀର୍ଥାଟନ, ଇଆଡ଼େ ସିଆଡ଼େ ବୁଲୁଛନ୍ତି। କିନ୍ତୁ ଜ୍ଞାନ ମାର୍ଗରେ ସ୍ୱତନ୍ତ୍ର ପାଠଶାଳାକୁ ଯାଇ ପାଠ ପଢ଼ୁଛନ୍ତି। ଭକ୍ତି ମାର୍ଗରେ ସେମାନେ କେବେ ବି ଦେବତା ହେବାର ସ୍ୱପ୍ନ ବି ଜାଣିନାହାନ୍ତି, ସ୍ୱପ୍ନରେ ବି ଭାବି ନାହାନ୍ତି। କିନ୍ତୁ ଜ୍ଞାନ ମାର୍ଗରେ ବାବା ତାଙ୍କୁ ତ୍ରିକାଳଦର୍ଶୀ କରେଇ ଦେଇଛନ୍ତି। ଆତ୍ମା କିଏ, ପରମାତ୍ମା କିଏ, ଆତ୍ମାର କାର୍ଯ୍ୟକ୍ରମ କ'ଣ ସିଏ ଥିଲା 84 ଜନ୍ମ ଭିତରେ, ଯେହେତୁ ସବୁ ଜଣେଇ ଦେଲେ। ତେଣୁ ଜ୍ଞାନ ମାର୍ଗରେ ସବୁ ଜାଣିଗଲା ପରେ ଆଉ ଅନ୍ଧବିଶ୍ୱାସ, କୁସଂସ୍କାର ପ୍ରତି ନଜର ହଟିଗଲା। ତେଣୁ ସେ ଯାହା ଚାହୁଁଛନ୍ତି ତାହା ହେଇପାରିବେ। ବାବା ତେଣୁ ବତେଇ ଦେଇଛନ୍ତି ଯେ ଜ୍ଞାନ ମାର୍ଗ ଅଲଗା, ଭକ୍ତି ମାର୍ଗ ଅଲଗା। ତେଣୁ ତୁମେମାନେ ଜ୍ଞାନରେ ଚାଲିଲେ ହିଁ ସ୍ୱର୍ଗକୁ ଯିବ। ବାବା କହୁଛନ୍ତି, ମୋତେ ତ ଏତେ ଡାକିଲ, ପତିତ ପାବନ ଆସ ଆସ, ଆମକୁ ଉଦ୍ଧାର କର, ପତିତ ଜନକୁ ପାବନ କର। ମୁଁ ତ ଏବେ ଆସିଛି, କିନ୍ତୁ ଏପର୍ଯ୍ୟନ୍ତ ତୁମେ ବିଶ୍ୱାସ କରୁନ, କି ଆସୁନ, କି ବୁଝୁନ। ଡାକିଦେଲ, କିନ୍ତୁ ମୁଁ ଆସିକି ପହଞ୍ଚିଛି। ମୁଁ ତୁମକୁ ଡାକୁଛି, ତୁମେ ମୋତେ ଧରା ଦେଉନ। ଇଏ କ'ଣ? ଯାହାର ଯାହା ଅଛି ଭାଗ୍ୟରେ, ଇଏ ଗୋଟେ ନାଟକ ଚାଲିଛି। ଯାହା ନାଟକରେ ଯେମିତି ଲେଖା ହେଇଛି ସେମିତି ପାଠ କରୁଛି। କିନ୍ତୁ ଆମେ ଯଦି ଭାବିଦେବା ନାଟକରେ ତ ମୋ ଭାଗ୍ୟରେ ନାହିଁ, ମୁଁ ଯିବି କ'ଣ, ସେମିତି ହବନି। ଆମେ ଜାଣିଲେ ଭଗବାନ ଆସିଛନ୍ତି, ଆମେ ନିଶ୍ଚୟ ବିଶ୍ୱାସ କରିକି ଭଗବାନଙ୍କର ବାଣୀ ବା ମୁରଲି ଶୁଣିବା। ମୁରଲି କେବେ ହେଲେ ମିସ୍ କରିବାନି। ଆଉ ଉପର ଠାଉରିଆ ହେଇକି ମନ ବୁଦ୍ଧି ଏକତ୍ରିତ ନ କରିକି ଯଦି ଶୁଣିବା, ତାର ବି କିଛି ମୂଲ୍ୟ ରହିବନି। ବାବା କହୁଛନ୍ତି ଯେ ବ୍ରହ୍ମା ବାବା ବି ଜାଣିନଥିଲେ ସେ ଶ୍ରୀକୃଷ୍ଣ ବୋଲି। ଆଉ ବ୍ରହ୍ମା ବାବାଙ୍କ ଶରୀରରେ ଯଦି ବାବା ନ ଆସିଥାନ୍ତେ, ସିଏ କ'ଣ ଆମକୁ ପାଠ ପଢ଼େଇଥାନ୍ତେ? ସିଏ ଆମକୁ ଆଡପ୍ଟ କରିଥାନ୍ତେ ନା ଆମେ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ହୋଇଥାନ୍ତେ? ବ୍ରାହ୍ମଣ ହେଲେ ହିଁ ଦେବତା ହେବା ନା। ତେଣୁ ବ୍ରହ୍ମା ବାବା ଜାଣିନଥିଲେ। ଯେତେବେଳେ ତାଙ୍କୁ ସାକ୍ଷାତକାର ହେଲା ଯେ ତୁମେ ହିଁ ଶ୍ରୀକୃଷ୍ଣ, ତୁମେ ସତ୍ୟଯୁଗର ମହାରାଜ, ସିଏ ସାଙ୍ଗେ ସାଙ୍ଗେ 1 ସେକେଣ୍ଡରେ ବିଶ୍ୱାସ କରିଗଲେ। ସେ ଏତେ ଜିନିଷ ଦେଲେ ବୋଲି ତ
ତାଙ୍କୁ ରାଜ୍ୟ ଭାଗ୍ୟ ମିଳୁଛି ନା, ସହଜରେ ମିଳୁଛି କି? ପ୍ରଥମେ ଦବାକୁ ପଡ଼ିବ, ଆମେ ଦେଲେ ପାଇବା। ବାବା ସେଇ ଶିକ୍ଷାଟା ବି ମୁରଲୀ ମାଧ୍ୟମରେ ଦେଇଛନ୍ତି। ତନ ମନ ଧନ ସଂକଳ୍ପ ସମୟ ସବୁ, ମନ ବୁଦ୍ଧି ସଂସ୍କାର ସବୁ ସମର୍ପଣ କରିବାକୁ ପଡ଼ିବ। ମୁଁ ଯଦି ଭାବିବି ମୋ ପାଖରେ ତ ନିଜେ ଘର ଚଳିବାକୁ ପଇସା ନାହିଁ, ମୁଁ ଭଗବାନଙ୍କୁ କ'ଣ ଦେବି? ଭଗବାନ ଟଙ୍କା ପଇସା ଚାହୁଁନାହାନ୍ତି। ତୁମ ସମୟ ବି ଭଗବାନଙ୍କୁ ଦରକାର, ସଂକଳ୍ପ ବି ଭଗବାନଙ୍କୁ ଦରକାର। ତୁମର ମନ ବୁଦ୍ଧି ବିଚାର ସବୁ ଦୈବୀ ଗୁଣଯୁକ୍ତ ବା ସୁସଂସ୍କାର ହେଇଗଲେ ଇଏ ସଂସାର ପରିବର୍ତ୍ତନ ହେବ, ସେତିକ ବି ଭଗବାନଙ୍କୁ ଦରକାର। ତେଣୁ କ'ଣ ଅଛି ନ ଅଛିର ପ୍ରଶ୍ନ ଉଠୁନି। ଏଠି କେବଳ ଦବାର ଭାବନା ଦରକାର, ସମର୍ପିତ ଭାବ ଦରକାର। ଭଗବାନ ନିଜେ କହିଦେଉଛନ୍ତି, ଯେହେତୁ ଲୋକମାନେ ଦେବତା କ'ଣ ଆଉ ପରମାତ୍ମା କ'ଣ ତା ଭିତରେ କ'ଣ ଫରକ ଅଛି ଜାଣିନାହାନ୍ତି, ତେଣୁ ସେମାନେ ଶ୍ରୀକୃଷ୍ଣଙ୍କୁ ଗୀତାର ପ୍ରଣେତା ବୋଲି କହୁଛନ୍ତି, ଗୀତା ଜ୍ଞାନଦାତା ବୋଲି କହୁଛନ୍ତି, ସେ ହିଁ ପରମାତ୍ମା ବୋଲି କହୁଛନ୍ତି। ଶ୍ରୀକୃଷ୍ଣଙ୍କର ମହିମା ଏତେ ଲୋକମାନେ ପ୍ରଚାର ପ୍ରସାର କରୁଛନ୍ତି ଯେ ସେ ଶ୍ରୀକୃଷ୍ଣଙ୍କର ରଚୟିତା ସ୍ୱୟଂ ପରମପିତା ପରମାତ୍ମା ବୋଲି ଭାବି ପାରୁନାହାନ୍ତି। ସେ ସତ୍ୟଯୁଗକୁ କୃଷ୍ଣପୁରୀ କହିପାରୁଛନ୍ତି, କିନ୍ତୁ ବିଷ୍ଣୁପୁରୀ ବୋଲି ବି ଜାଣିନାହାନ୍ତି। ତାର ନାଁ ବିଷ୍ଣୁପୁରୀ ବୋଲି ମଧ୍ୟ ଜାଣିପାରୁନାହାନ୍ତି। ବିଷ୍ଣୁ କିଏ ସେ ଜାଣିନାହାନ୍ତି। ଯାହା ବୁଝିଛନ୍ତି ସେଇ ଶ୍ରୀକୃଷ୍ଣଙ୍କର ରାସଲୀଳା, ଶ୍ରୀକୃଷ୍ଣ ଥିଲେ, ତାଙ୍କ ନାମ ଶ୍ୟାମ ସୁନ୍ଦର, ଏମିତି ଯେଉଁ ଭାବନା, ଯେଉଁ କଥାଟା ଶୁଣି ଆସିଛନ୍ତି ତାରି ଉପରେ ପ୍ରାଧାନ୍ୟ ଦେଇ ସେଇ ମତରେ ହିଁ ଚାଲିଛନ୍ତି। ପ୍ରକୃତରେ ଶ୍ରୀକୃଷ୍ଣଙ୍କ ନାମ ଶ୍ୟାମ ସୁନ୍ଦର, କାହିଁ ରାମଙ୍କ ନାମ ତ ଶ୍ୟାମ ସୁନ୍ଦର ହେଇନି। ଶ୍ରୀକୃଷ୍ଣଙ୍କ ନାମ ଶ୍ୟାମ ସୁନ୍ଦର ହେବାର ଯଥାର୍ଥ ଅର୍ଥ ହେଉଛି ଶ୍ରୀକୃଷ୍ଣ ସ୍ୱୟଂ ସତ୍ତ୍ୱପ୍ରଧାନ ଥିଲେ। ଶ୍ରୀକୃଷ୍ଣ ପୁଣି 84 ଜନ୍ମରେ ଆସି ଆସି ତମ ପ୍ରଧାନ ହେଇଛନ୍ତି। ତେଣୁ ସିଏ ଗୋରା ଆତ୍ମା, ଯେତେବେଳେ ସତ୍ତ୍ୱପ୍ରଧାନ ତାଙ୍କୁ ଗୋରା ବୋଲି କୁହାଗଲା, ଆଉ ଯେତେବେଳେ ତମ ପ୍ରଧାନ ହେଲେ ତାଙ୍କୁ ସାଁୱରା ବା ଶ୍ୟାମଳ କୁହାଗଲା। ତେଣୁ ସେ ଗୋରା, ସେ କଳା, କଳାରୁ ପୁଣି ଗୋରା ହେଉଛନ୍ତି। ତାର ଅର୍ଥ ଏଇଆ। ପୁଣି ରଘୁନାଥ ମନ୍ଦିରରେ ରଘୁନାଥଙ୍କୁ ବି କଳା କଲର କରିଦେଇଛନ୍ତି। କାରଣ ଏଇ ପତିତ ଦୁନିଆରେ ଆମର ଆତ୍ମା ପତିତ ହେଇଯାଇଛି। ଯିଏ କଳାକାର, ଯିଏ ଚିତ୍ରକର, ଯିଏ ମୂର୍ତ୍ତିକାର, ସିଏ ବି ପତିତ ଆତ୍ମା। ସେଇ ପତିତ ଭାବନାରେ ସେ ଦେବତାମାନଙ୍କର ମୂର୍ତ୍ତି ଗଢ଼ୁଛି। ତେଣୁ ସେମାନଙ୍କର ରଙ୍ଗ ବି କଳା କରିଦେଉଛି। ବାବା ଏଇ କଥାଟା ବୁଝେଇଦେଲେ। ଭକ୍ତିର ଅଥରିଟି ଯେଉଁ ସାଧୁ ସନ୍ଥମାନେ, ସେମାନେ ଭକ୍ତିର ଅଥରିଟି ନୁହନ୍ତି, ସେମାନେ ଶାସ୍ତ୍ରର ଅଥରିଟି। ମାନେ ସେମାନେ ଶାସ୍ତ୍ର ପଢ଼ିକି ଶାସ୍ତ୍ରଜ୍ଞ ହେଇଯାଇଛନ୍ତି। କିନ୍ତୁ ସେମାନେ ଯେମିତି ମୀରାବାଇ, ନାରଦ ଯେତେ ଭକ୍ତି ଗଦଗଦ ଚିତ୍ତରେ ଥିଲେ, ଦରକାର ପଡ଼ିଲେ ସାଧୁସନ୍ଥଙ୍କର ସେମିତି ଭକ୍ତି ଗଦଗଦ ଚିତ୍ତ ନ ଥାଇପାରେ, କିନ୍ତୁ ସେମାନେ ଶାସ୍ତ୍ରଜ୍ଞ, ଶାସ୍ତ୍ର ପଢ଼ିକି ବହୁତ କଥା ଜାଣିଛନ୍ତି। କଥାକାର, କଥାବାଚକ, ପ୍ରବଚକ ହୋଇ ମନ ମୋହୁଛନ୍ତି ଲୋକଙ୍କର, ବିଭିନ୍ନ ପାଠ ଶାସ୍ତ୍ର ଜ୍ଞାନ ଦେଉଛନ୍ତି। ବାବା କହୁଛନ୍ତି ସମସ୍ତଙ୍କର ଅଧିକାର ଅଛି ବାବା ଆସିଛନ୍ତି ବୋଲି ଜାଣିବାକୁ। ମିଲିଟାରୀ ଲୋକ ଯେଉଁମାନେ ବର୍ତ୍ତମାନ ଧରନ୍ତୁ ଆମ ବର୍ଡ଼ରରେ ଅଛନ୍ତି, ସେମାନେ ବି ଭଗବାନ ଆସିଛନ୍ତି ବୋଲି ପରିଚୟ ପାଇବା ଦରକାର। ସେମାନେ ତ ସେଠି ରହିଲେ, ତାଙ୍କୁ କେମିତି ପରିଚୟ ମିଳିବ? ସେଥିପାଇଁ ବାବା କହୁଛନ୍ତି ତୁମେ ନିଜେ କ'ଣ କେମିତି ଉପାୟରେ ତାଙ୍କ ପାଖରେ ମୋର ପରିଚୟ ପହଞ୍ଚିବ, ତୁମେ ନିଜେ ବୁଦ୍ଧି ଖର୍ଚ୍ଚ କରିକି ଉପାୟ ବାହାର କରିକି ଦିଅ। ସତକୁ ସତ ଆମର ଏବେ ଭଉଣୀମାନେ ଯାଇ ବର୍ଡ଼ରରେ ସେମାନଙ୍କୁ ଭଗବାନଙ୍କର ବାଣୀ ଶୁଣାଉଛନ୍ତି, ଭଗବାନ ଆସିଛନ୍ତି ବୋଲି ତାଙ୍କୁ ପ୍ରତ୍ୟକ୍ଷତା କରାଉଛନ୍ତି ମିଟିଂ କରିକି। ଆମର ଶାସ୍ତ୍ରରେ ଲେଖାଯାଇଛି ଯୁଦ୍ଧ କ୍ଷେତ୍ରରେ ଯିଏ ଶରୀର ତ୍ୟାଗ କରନ୍ତି ସିଏ ସ୍ୱର୍ଗବାସୀ ହୁଅନ୍ତି। କିନ୍ତୁ ପ୍ରକୃତରେ ତାର
ମାର୍ମିକ ଅର୍ଥ ବାବା ଆଜି ବୁଝେଇଦେଲେ। ସେମାନେ କ'ଣ ସ୍ୱର୍ଗବାସୀ ହେବେ ଯେଉଁମାନେ ଯୁଦ୍ଧ କ୍ଷେତ୍ରରେ ପ୍ରାଣ ତ୍ୟାଗ କଲେ? ପ୍ରକୃତରେ ଏଠି ବିକାର ସହିତ ଯୁଦ୍ଧ ଲାଗିଛି। ରାବଣ ରାଜ୍ୟ, ବର୍ତ୍ତମାନ ତ ରାମ ରାଜ୍ୟ ନାହିଁ, ରାବଣ ରାଜ୍ୟ ଚାଲିଛି। ରାବଣ ରାଜ୍ୟରେ ଯିଏ ରାବଣକୁ ହତ୍ୟା କରୁଛି ବା ବିକାର ସହିତ ଯୁଦ୍ଧ କରିକି ବିକାରକୁ ଯିଏ ହତ୍ୟା କରୁଛି, ସେଇମାନେ ହିଁ ସ୍ୱର୍ଗବାସୀ ହେବେ। ବିକାରକୁ ଯିଏ ନିଧନ କରୁଛନ୍ତି। ବାବା ତାର ପ୍ରକୃତ ଅର୍ଥ ବୁଝେଇ ଦେଇଛନ୍ତି। ବାବା କହୁଛନ୍ତି କାହିଁକି ଭକ୍ତ ଆତ୍ମା ମାନେ ସ୍ୱର୍ଗକୁ ଯାଇପାରିବେନି ବା ଭଗବାନଙ୍କର ବେହଦ ସମ୍ପତ୍ତିର ମାଲିକ କାହିଁକି ହେଇପାରିବେନି, ତାର ଅର୍ଥ ବି ବୁଝେଇଦେଲେ। ଲୋକମାନେ ତ ଶିବ କିଏ ଶଙ୍କର କିଏ ଜାଣିନାହାନ୍ତି। ଧର ଶଙ୍କରଙ୍କୁ ପୂଜା କରୁଛନ୍ତି, ପୁଅକୁ ପୂଜା କଲେ ବାପର ସମ୍ପତ୍ତି ପାଇବେ କି? ଶିବ ଭଗବାନ ହେଲେ ପିତା, ଶଙ୍କର ହେଲେ ତାଙ୍କ ପୁତ୍ର। ଶିବ ଭଗବାନ ହେଲେ ପିତା, ଶ୍ରୀକୃଷ୍ଣ ହେଲେ ତାଙ୍କର ପୁତ୍ର, ଗଣେଶ ହେଲେ ତାଙ୍କ ପୁତ୍ର। ସମସ୍ତେ ଯେତେ ଦେବାଦେବୀ ହେଲେ ସମସ୍ତେ ତାଙ୍କର ରଚନା, ତାଙ୍କର ସନ୍ତାନ। କିନ୍ତୁ ପିତା ହେଲେ ସ୍ୱୟଂ ଭଗବାନ ଶିବ ଭଗବାନ। ଲୋକମାନେ ବା ଭକ୍ତ ଆତ୍ମା ମାନେ ବା ଅନେକ ମାନବାତ୍ମା ସମସ୍ତେ ଭଗବାନଙ୍କୁ ତ ଜାଣିନାହାନ୍ତି, ପରମାତ୍ମାକୁ ଚିହ୍ନି ନାହାନ୍ତି, ଦେବତାମାନଙ୍କୁ ପୂଜା କରୁଛନ୍ତି। ତାହେଲେ ପରମାତ୍ମାଙ୍କର ଯେତେ ସମ୍ପତ୍ତି ଅଛି ତାର ଅଧିକାରୀ କେମିତି ହେବେ? ବାବା ସେଇ କଥା ବୁଝେଇ ଦଉଛନ୍ତି। ଇଏ ତ ହେଉଛି ବର୍ତ୍ତମାନ ଏ କଳି ସଂସାର ହେଉଛି ବେଶ୍ୟାଳୟ ହେଇଯାଇଛି। ସତ୍ୟ ତ୍ରେତୟାରେ ଭାରତ ଭୂଖଣ୍ଡ ଶିବାଳୟ ଥିଲା। ପୁଣି ଭଗବାନଙ୍କର ସୃଷ୍ଟି ଚାଲିଛି, ସ୍ୱର୍ଗ ଦୁନିଆ ହେବ, ସିଏ ହେଉଛି ଶିବାଳୟ। ଶିବଙ୍କ ଦ୍ୱାରା ପ୍ରତିଷ୍ଠିତ ଆଳୟ ହେଲା ଶିବାଳୟ, ସ୍ୱର୍ଗ ହେଉଛି ଶିବାଳୟ। ସେଇ ଶିବାଳୟକୁ ଯିବା ପାଇଁ ଅବ୍ୟଭିଚାରୀ ଭକ୍ତିର ଆବଶ୍ୟକତା ପଡ଼ିଛି। ଏକ ବାବା ଦୁସରା ନ କୋଇ। କୌଣସି ଦେବା ଦେବୀ, ଗଛ ପତ୍ର, ପ୍ରକୃତି ତତ୍ତ୍ୱ ଇତ୍ୟାଦି କାହାରିକୁ ପୂଜା କରିବା ଦରକାର ନାହିଁ। ପୂଜାର ସାମଗ୍ରୀ, ଭକ୍ତିର ସାମଗ୍ରୀ ହେଲା ପୂଜା ପାଠ, ଜପ ତପ, ଯଜ୍ଞ, ଆହୁତି, ଫୁଲ ଫଳ ଇତ୍ୟାଦି। କିଛିର ଆବଶ୍ୟକତା ନାହିଁ। କେବଳ ବାବା କହୁଛନ୍ତି ମାମେ କମ୍ ୟାଦ କର। ଏଇ ଗୋଟିଏ କଥା ଆମେ ଜାଣିଲେ ଅନ୍ୟମାନଙ୍କୁ ଜଣେଇବା ଯେ ଭଗବାନଙ୍କୁ କେବଳ ମନେ ପକେଇବା। ତା ବ୍ୟତୀତ ଆଉ କିଛି ଆମ ମନରେ ରହିବ ନାହିଁ। ଯେହେତୁ ଆମେ ଏଇ ପୁରୁଣା ଦୁନିଆରେ ରହିଛେ, ପୁରୁଣା ଶରୀରଧାରୀ ହୋଇଛେ, ତେଣୁ ଆମେ ଏସବୁର ମୋହ ଭୁଲି ପାରୁନାହିଁ। ଆମେ ପୁରୁଣା ଦୁନିଆରେ ଥାଇ ବିଭିନ୍ନ ପ୍ରକାର ଚେର ଲମ୍ବେଇ ଦେଇଛେ ଯେ ତାକୁ ଆମେ ସେଥିରୁ ମୁକ୍ତ ହୋଇପାରୁନାହିଁ। କିନ୍ତୁ ବାବା କହୁଛନ୍ତି ସବୁବେଳେ ଭାବ ଇଏ ମୋର ଅନ୍ତିମ ଜନ୍ମ। ଏଇ ସମୟରେ ହିଁ ଭଗବାନ ଆସିଛନ୍ତି। ମୁଁ ଭଗବାନଙ୍କର ପରିଚୟ ପାଇଗଲି। ଆଉ ମୋତେ ଅନ୍ୟ କୁଆଡ଼େ ମନ ଭର୍ତ୍ତି କରିବାର ଆବଶ୍ୟକତା ନାହିଁ। ଯିଏ ଦେବେ ସିଏ ମୋତେ ଡାକୁଛନ୍ତି, ତୁ ଆସେ ମୋ ପାଖରୁ ନେଇଯା। ଏଇସବୁ ଭାବନା ଆମ ମନରେ ନିହାତି ରହିବା କଥା। ରହିଲେ ହିଁ ଆମେ ପ୍ରାପ୍ତ କରିବା। ସେଥିପାଇଁ ବାବା କହୁଛନ୍ତି ଯେ ତୁମେ ଆଉ ଅନ୍ଧଶ୍ରଦ୍ଧା କର ନାହିଁ। 5000 ବର୍ଷ ହେଲାଣି ତୁମେ ଶାନ୍ତିଧାମ ଛାଡ଼ି ଏଇଠି ଲୀଳାଖେଳା କଲ। ବର୍ତ୍ତମାନ ଅତିଶୟ ଦୁଃଖ ଶାନ୍ତିରେ ରହିଛ। ଏବେ ତୁମେ ମୋ ସାଥିରେ ଯିବ। କ'ଣ ନେଇକି ଯିବ ସେଥିପାଇଁ ସଜାଗ ହୁଅ। ସେଥିପାଇଁ ବାବା କହିଲେ ବ୍ରହ୍ମା ସିଏ ବି ଜାଣିନଥିଲେ ଯେ ସିଏ କେମିତି ଶ୍ରୀକୃଷ୍ଣ ହେବେ। ବ୍ରହ୍ମା ଆସିଲେ ବା ବ୍ରହ୍ମାଙ୍କ ଦେହରେ ବାବା ଆସିଲେ ବୋଲି ଆମେ ବ୍ରହ୍ମାଙ୍କ ଦ୍ୱାରା ଆଡପ୍ଟ ହେଲେ। ଆମେ କେଡ଼େ ଭାଗ୍ୟବାନ, ଏଇ କଥାଟା ଆମେ ନିଜକୁ ନିଜେ ଜାଣିବା। କେବେ ଏଇ ନର୍କର ଫାଟକ ବନ୍ଦ ହେବ,
କେବେ ସ୍ୱର୍ଗର ଫାଟକ ଖୋଲା ହେବ ସେ କଥା ବି ସାଧାରଣ ଲୋକଙ୍କୁ ଜଣା ନାହିଁ। ଏଇ ଯେଉଁ 4ଟା ଯୁଗ ରହିଲା, ସତ୍ୟ, ତ୍ରେତୟା, ଦ୍ୱାପର, କଳି। ଅଧା ଅଧା ହେଲା, ଅଧା କଳ୍ପ ହେଲା ସ୍ୱର୍ଗ ଦୁନିଆ, ଆଉ ଅଧା କଳ୍ପ ହେଲା ନର୍କ ଦୁନିଆ। ଅଧା କଳ୍ପ ହେଲା ରାମ ରାଜ୍ୟ, ଅଧା କଳ୍ପ ହେଲା ରାବଣ ରାଜ୍ୟ। ଏବେ ତ କଳି ଦୁନିଆକୁ ଦୁଃଖଧାମ କହୁଛନ୍ତି, ସ୍ୱର୍ଗ ହେଉଛି ସୁଖଧାମ। ବର୍ତ୍ତମାନ ଏ କଳି ଦୁନିଆ ସରୁଛି, ଫାଟକ ବନ୍ଦ ହେବ। ପୁଣି ଆସିବ ସ୍ୱର୍ଗକୁ ଆସିବ ମାନେ ସ୍ୱର୍ଗ ଫାଟକ ଖୋଲା ହେବ। ସ୍ୱୟଂ ପରମପିତା ପରମାତ୍ମା ଫାଟକ ବନ୍ଦ କରିବେ, ଫାଟକ ଖୋଲିବେ। ପୁଣି ସେଇ ନର୍କ ଫାଟକ କେବେ ଖୋଲିବ? ଯେତେବେଳେ ସତ୍ୟ ତ୍ରେତୟା ଯିବ, ଦ୍ୱାପର ଯୁଗ ଆସିଲା ମାନେ ନର୍କର ଫାଟକ ଖୋଲା ହେଲା। ଏଇ ଆତ୍ମା ମାନେ ଥରେ ଶାନ୍ତିଧାମରୁ ଆସିଲେ ମାନେ 5000 ବର୍ଷ ଯାଏ ଏଇଠି ନାଟକ କରିବେ। ଯେହେତୁ ଆଉ ପରମଧାମକୁ ଫେରି ପାରୁନାହାନ୍ତି, ତାମାନେ ଏଇ ଆତ୍ମା ପାବନରୁ ଆସ୍ତେ ଆସ୍ତେ ପତିତ ହୋଇ ପୁଣି ନର୍କ ଦୁନିଆରେ ପ୍ରବେଶ କରିବ। ବାବା ଏସବୁ ରାଜ ବୁଝେଇ ଦେଉଛନ୍ତି। ବାବାଙ୍କୁ ହିଁ ୟାଦ କଲେ ଆମ ଜନ୍ମ ଜନ୍ମାନ୍ତରର ପାପ କଟିବ। ତା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନାହିଁ। ଯଦି ଗୋଟିଏ ରାସ୍ତା ଅଛି, ସେ ରାସ୍ତାରେ ଗଲେ ହିଁ ଆମେ ସିନା ଲକ୍ଷ୍ୟସ୍ଥଳରେ ପହଞ୍ଚିବା। ଭକ୍ତିରେ ତ ଲକ୍ଷ୍ୟ କିଛି ନାହିଁ। ଭକ୍ତିରେ କେବଳ ଭଗବାନଙ୍କୁ ମାନେ ଗୋଟେ ସ୍ନେହ ପ୍ରେମରେ ଉତ୍ଫୁଲ୍ଲିତ ହୋଇ, ପ୍ରଫୁଲ୍ଲିତ ହୋଇ, ଆନନ୍ଦରେ ବିଭୋର ହୋଇ ଡାକନ୍ତି। କିନ୍ତୁ ଜ୍ଞାନ ମାର୍ଗରେ ଲକ୍ଷ୍ୟ ଅଛି। ମଣିଷରୁ ଦେବତା ହେବା, ନରରୁ ନାରାୟଣ ହେବା, ନାରୀରୁ ଶ୍ରୀଲକ୍ଷ୍ମୀ ହେବା। ଇଏ ହେଉଛି ଜ୍ଞାନ ମାର୍ଗରେ ଲକ୍ଷ୍ୟ କ'ଣ ବାବା ବତେଇ ଦେଇଛନ୍ତି। ତେଣୁ ଆମେ ଆମ ଲକ୍ଷ୍ୟ ପୂରଣ ପାଇଁ ଅନବରତ ଚେଷ୍ଟା ଜାରି ରଖିବା। ବାବା କହୁଛନ୍ତି ଯେ ଯଦି ପରମାତ୍ମା ସର୍ବବ୍ୟାପୀ ଲୋକ କହିଦେଉଛନ୍ତି, ହେ ପରମାତ୍ମାଙ୍କ କହନ୍ତି ତୋର ଲୀଳା ଅପରମ ଅପାର। କିନ୍ତୁ ସାଧାରଣତଃ ଲୋକମାନେ ଶ୍ରୀକୃଷ୍ଣଙ୍କର ଲୀଳା ସବୁ ମନେ ରଖିଛନ୍ତି। ଶ୍ରୀକୃଷ୍ଣଙ୍କ ଲୀଳାକୁ ସତ୍ୟ ଭାବୁଛନ୍ତି। ସେ ମୁରଲୀଧର, ସେ ରାସଲୀଳା କରୁଥିଲେ, ଯେତେ ଯେତେ କଥା କାହାଣୀ ଶ୍ରୀକୃଷ୍ଣଙ୍କର ଉପରେ ଅଛି ସବୁ ଜାଣିଛନ୍ତି। କିନ୍ତୁ ପରମାତ୍ମାଙ୍କୁ ଯେଉଁ କହୁଛନ୍ତି, ଶ୍ରୀକୃଷ୍ଣ ବି କହୁଛନ୍ତି ତୁମର ଲୀଳା ଅପରମ ଅପାର, କାହାରିକୁ ଜଣା ନାହିଁ, ତୁମ ଲୀଳା କାହାରି ଅଗୋଚର ଯେଉଁ କହନ୍ତି, ପରମାତ୍ମା ତାର ରହସ୍ୟ ଉନ୍ମୋଚନ କରୁଛନ୍ତି। ଯେହେତୁ ଶ୍ରୀକୃଷ୍ଣଙ୍କୁ ମହିମାନ୍ୱିତ କରି ତାଙ୍କ ପ୍ରେମରେ ମସଗୁଲ ହୋଇଯାଇଛନ୍ତି, ସେ ଶ୍ରୀକୃଷ୍ଣଙ୍କର ରଚୟିତା ବା ଶ୍ରୀକୃଷ୍ଣର ପିତାଙ୍କୁ ଭୁଲି ଯାଇଛନ୍ତି, ପରମାତ୍ମାଙ୍କୁ ଭୁଲି ଯାଇଛନ୍ତି। ପ୍ରକୃତରେ ପରମାତ୍ମାଙ୍କର ଲୀଳା ଅପରମ ଅପାର। କ'ଣ? ସିଏ ଆସିଲେ ଏ ଦୁନିଆକୁ ବିନାଶ କରି ପୁଣି ସତ୍ୟ ଦୁନିଆ ବା ସତ୍ୟ ଯୁଗ ସେ ହିଁ ତିଆରି କରିପାରିବେ। ସେ ହିଁ ଆତ୍ମାକୁ ପବିତ୍ର କରିପାରିବେ, ପତିତରୁ ପାବନ କରିପାରିବେ, କରୁଛନ୍ତି। ଏ କାମ ଅନ୍ୟ କିଏ କରିପାରିବେନି। ଆଉ ସବୁବେଳେ ତ ଆମେ ପ୍ରାୟତଃ ଅଜ୍ଞାନୀ ଲୋକ କହୁଛନ୍ତି ପରମାତ୍ମା ସର୍ବବ୍ୟାପୀ, ପରମାତ୍ମା ଲୀଳା କରନ୍ତି। ବର୍ତ୍ତମାନ ପରମାତ୍ମା ସତରେ ଲୀଳା କରିବାକୁ ଆସିଛନ୍ତି। କ'ଣ ଲୀଳା କରିବାକୁ ଆସିଛନ୍ତି? ଯେ ବ୍ରହ୍ମା ବାବାଙ୍କ ଶରୀରରେ ପ୍ରବେଶ କରି ଜ୍ଞାନ ଦେଇ ଇଏ କଳି ଯୁଗକୁ ସତ୍ୟ ଯୁଗରେ ପରିଣତ କରିବାକୁ ଆସିଛନ୍ତି। ଏଇଟାକୁ ବର୍ତ୍ତମାନ ଆମେ ହୃଦୟରେ ମାନିବା, ଗ୍ରହଣ କରିବା। ବାବା କହୁଛନ୍ତି, ଲୋକମାନେ କୁହନ୍ତି ଭଗୀରଥ ଗଙ୍ଗାଙ୍କୁ ଆଣିଥିଲେ। ଗଙ୍ଗା କେଉଁଠୁ ଆସିଲେ? ଭଗୀରଥ କ'ଣ ଯାଇ ହିମାଳୟ ପର୍ବତ ଉପରେ ବସିଥିଲେ, ତାଙ୍କ ମଥା ଉପରେ ଗଙ୍ଗା ଆସିକି ପହଞ୍ଚିଗଲେ? ଗୋଟେ ମଣିଷର ମଥା ଉପରେ ଗୋଟେ ନଦୀ ଆସିକି ପହଞ୍ଚି ପାରିବ? ପ୍ରକୃତରେ ସାଗରରେ ଜଳ ଅଛି,
ଖରା ମାଧ୍ୟମରେ ସାଗର ନଦୀ ପୋଖରୀ ସବୁର ଜଳ ଯିବ ବାଷ୍ପୀଭୂତ ହେବ, ସେ ଯାଇକି ପଥରରେ ଧକ୍କା ଦେବ ବା ପର୍ବତରେ ଧକ୍କା ଦେବ, ବର୍ଷା ହେବ। ପୁଣି ଏଇ ଯେଉଁ ଜଳଚକ୍ର କଥା ଆମେ ଜାଣିଛେ, ଯେତେବେଳେ ଜଳ ଯାଇକି ପାହାଡ଼ ଉପରେ ରହୁଛି ସେ ଥଣ୍ଡାରେ ବରଫ ହେଇଯାଉଛି। ପୁଣି ସେ ବରଫରୁ ଧୀରେ ଧୀରେ ଜଳଧାର ଆସି ଝରଣା ହୋଇ ନଦୀ ପୋଖରୀ ନାଳ ଇତ୍ୟାଦି ଭର୍ତ୍ତି ହେଉଛି। ଭଗୀରଥ ଯେଉଁ ଆମେ ଭାବୁଛେ ଯେ ସେ ଗଙ୍ଗାଙ୍କୁ ଆଣିଥିଲେ, ସେଇ କଥାଟାର ତାତ୍ତ୍ୱିକ ଅର୍ଥ ବାବା ବୁଝେଇ ଦେଲେ। ବ୍ରହ୍ମା ବାବା ହେଉଛନ୍ତି ସେଇ ଭାଗ୍ୟଶାଳୀ ରଥ ଯାହାର ନାଁ ହେଲା ଭାଗୀରଥ। ଏ ଯେଉଁ ଭାଗୀରଥ ଆଣିଛନ୍ତି ବ୍ରହ୍ମାକୁ କହୁଛନ୍ତି, ସେ ହେଉଛନ୍ତି ଭାଗୀରଥ। ଗଙ୍ଗାକୁ ଆଣିଛନ୍ତି ଯେଉଁ କହୁଛନ୍ତି, ତାର ତାତ୍ତ୍ୱିକ ଅର୍ଥ ହେଲା ବ୍ରହ୍ମା ବାବା ହେଲେ ଭାଗ୍ୟଶାଳୀ ରଥ, ଭାଗୀରଥ, ଯାହାଙ୍କ ଶରୀରରେ ତାଙ୍କ ଆତ୍ମାର ପାଖରେ ସ୍ୱୟଂ ପରମପିତା ପରମାତ୍ମା ପ୍ରବେଶ କରି ଜ୍ଞାନ ତାଙ୍କ ମୁଖ ମାଧ୍ୟମରେ ବୁଝଉଛନ୍ତି। ଏ କଥାଟାର ଅର୍ଥକୁ ଜ୍ଞାନ ମାର୍ଗରେ, ଭକ୍ତି ମାର୍ଗରେ ଏଇଭଳି କହିଦେଇଛନ୍ତି ଯେ ସଗର ରାଜାଙ୍କ ପୁଅ ଭାଗୀରଥ ଗଙ୍ଗାକୁ ଆଣି ତାଙ୍କର କୂଳ ଉଦ୍ଧାର କରିଥିଲେ। ପ୍ରକୃତରେ ଗଙ୍ଗା ବ୍ରହ୍ମା ବାବାଙ୍କ ଶରୀରରେ ଆସିଲାରୁ ଭଗବାନ ପରମାତ୍ମା ତାଙ୍କ କୂଳ ଉଦ୍ଧାର ହେଲା, ମାନବ କୂଳ ଉଦ୍ଧାର ହେଲା। ସେମାନେ ଯେଉଁମାନେ ମନୁଷ୍ୟ ଆତ୍ମା ସବୁ ଦେବାତ୍ମାରେ ପରିଣତ ହେଲେ। ଏବେ ଯିଏ ପବିତ୍ର ଅଛି ହେଉଛି, ସେ ହିଁ ପବିତ୍ର ଦୁନିଆର ମାଲିକ ହେବ। ବାବା ସିଧା ସିଧା କହିଦେଲେ, ମାମେକମ୍ ୟାଦ କର, ଅବ୍ୟଭିଚାରୀ ଭକ୍ତି କର। ସେଇ କଥା ଯିଏ କରିବ କାହାକୁ? ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନଙ୍କୁ, ସେ ହିଁ ସତ୍ୟ ଯୁଗକୁ ଯିବ। ତେଣୁ ଆମର ମୂଳ କଥା ହେଲା, ସମସ୍ତଙ୍କୁ ଆମେ କହିବା ଯେ ଭକ୍ତିରେ ଏଣେ ତେଣେ ନ ଯାଇ ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ ଆସିଛନ୍ତି, ତାଙ୍କର ପରିଚୟ ପାଇ ତାଙ୍କୁ ହିଁ ତୁମେ ସବୁବେଳେ ସ୍ମୃତିରେ ରଖ, ୟାଦ କର। ଶ୍ରୀକୃଷ୍ଣ ଯଦି ଆମେ କହିବା ଯେ ଶ୍ରୀକୃଷ୍ଣ ଆମକୁ ଉଦ୍ଧାର କରିଦେବେ, ନାଇଁ, ହେଇପାରିବ ନାହିଁ। ପରମାତ୍ମା ନଥିଲେ, ନ ଆସିଥିଲେ ଆମେ ବି ଏ କଥା ଜାଣିପାରି ନଥାନ୍ତେ। ଆମେ ସେଇ ଦୁଃଖ ଅଶାନ୍ତି ଭିତରେ ଫସି ରହିଥାନ୍ତେ। ସଙ୍ଗ ଦୋଷରେ ରହିବା ଯଦି ଆମେ କୁସଙ୍ଗ ତାରେ, ସତ୍ସଙ୍ଗ ତାରେ କୁସଙ୍ଗ ବୋରେ, ମାନେ କୁସଙ୍ଗ ଆମକୁ ବୁଡ଼େଇ ଦେବ। ତେଣୁ ଆମେ ସେଇ ପରମପିତା ପରମାତ୍ମା ଶିବ ଭଗବାନଙ୍କ ସହିତ ସତ୍ସଙ୍ଗ କରି ଇଏ ଦୁଃଖ ଦୁନିଆରୁ ପାର ହେବା। ଆମର ବୁଦ୍ଧି ଆମର ଯଦି ସେଟା ଗ୍ରହଣ ନ କରୁଛି, ତାମାନେ ଆମ ନିଜ ବୁଦ୍ଧି ଆମ ନିଜର ଶତ୍ରୁ, ଆମର ଦୁଶ୍ମନ। ଯାହା ଫଳରେ ଆମେ ନିଜେ ହିଁ ତଳେ ପଡ଼ିବା ବା ଆମର ନିଜର ହିଁ କ୍ଷତି ହେବ। ତେଣୁ କେତେଜଣ ଅଛନ୍ତି ଭଗବାନଙ୍କ ଉପରେ ବା ପରମାତ୍ମାଙ୍କ ଉପରେ ବା ପାଠଶାଳା ଉପରେ ଯିଏ ପଢ଼ାନ୍ତି, ଯେଉଁ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଯିଏ ଶିକ୍ଷିକା ଥିବେ ବା ଇନଚାର୍ଜ ଥିବେ, ତାଙ୍କ ଉପରେ କୌଣସି କାରଣବଶତଃ ଦେହ ଅଭିମାନରେ ଆସି ଯଦି ତାଙ୍କ ଉପରେ ସେ ରୁଷନ୍ତି, ଅଭିମାନ କରନ୍ତି, ସେ ନିଜେ ନିଜେ ଗୋଟିଏ ପାଠଶାଳା ଘରେ ଖୋଲନ୍ତି। ବାବା କହୁଛନ୍ତି, ଯେତେ ଦିନ ପର୍ଯ୍ୟନ୍ତ ତମେ ନିଜର ଦେହ ଅଭିମାନ ଛାଡ଼ିନ, ତୁମେ ପାଠଶାଳା ଖୋଲିବା ପାଇଁ ଯୋଗ୍ୟ ନୁହଁ। ତୁମେ ଯଦି ମେନ୍ ସେଣ୍ଟରକୁ ଛାଡ଼ି ତାଙ୍କ ଉପରେ ରୁଷି ତାଙ୍କ ଉପରେ ଅଭିମାନ କରି ନୂଆ ପାଠଶାଳା ଖୋଲୁଛ, ତାର ମୂଲ୍ୟ କିଛି ନାହିଁ। ସେସବୁ ଆମେ କରିବା ନାହିଁ। ସବୁବେଳେ ନ୍ୟାରା ପ୍ୟାରା ରହିବା, ଭଗବାନଙ୍କର ରାଜ ଜାଣିକି, ଜ୍ଞାନର ରାଜ ଜାଣିବା, ରହସ୍ୟ ଜାଣିବା। ରହସ୍ୟ ଜାଣିକି ଆମେ ସେ ରହସ୍ୟରେ ଯେତେବେଳେ ଆମେ ରାଜି ହେଇଯିବା ନା, ଭଗବାନ ଯାହା କହୁଛନ୍ତି ସତ୍ୟ କହୁଛନ୍ତି, ରାଜି ହେଇଗଲେ ଆମେ ରାଜଯୁକ୍ତ ହୋଇଯିବା।
ମାନେ ଆମର ଚାଲିଚଳନ ଠାଣି ମାଣି ବୁଦ୍ଧି ବିବେକ ସବୁ ରାଜକୀୟ ହେଇଯିବ। ସେଥିପାଇଁ ସ୍ୱୟଂ ଉପରେ ଆମେ ରାଜି ହେବା, ପ୍ରକୃତି ଉପରେ ରାଜି ହେବା। ଏମିତି ହେଲେ ଆମର ସାହେବ ଆମ ଉପରେ ରାଜି ହେବେ। ସାହେବ କିଏ? ସାହେବ ହେଉଛନ୍ତି ପରମ ପିତା ପରମାତ୍ମା ଶିବ ଭଗବାନ। ସିଏ ଆମର ଇଏ ଚଳଣି ଦେଖି ସିଏ ଆମ ଉପରେ ରାଜି ହେବେ। ଯାହାଫଳରେ ଆମକୁ କାହାକୁ କାଜି କରିବାକୁ ପଡ଼ିବନି। କାଜି କ'ଣ? ଓକିଲ, ଜଜ୍। ଆମେ ଯଦି ଭୁଲ କାମ କରୁଛେ, ଆମ ଉପରେ କିଛି ଅସୁବିଧା ଆସୁଛି, ଓକିଲ ପରାମର୍ଶ କରୁଛେ। କିନ୍ତୁ ଆମକୁ ଆଉ ଓକିଲର ଦରକାର ହେବ ନାହିଁ। ନିଜର ବୁଦ୍ଧି ସେବାରେ ଯେଉଁ ଆଶୀର୍ବାଦ ମିଳେ, ମାନେ ଆମେ ଯାହା ନିଜେ ସେବା କରିବା ଅନ୍ୟର, ତା ଦ୍ୱାରା ଆମକୁ ଆଶୀର୍ବାଦ ମିଳିବ। ସେଇ ଆଶୀର୍ବାଦ ମିଳିଲେ ଆମେ ତନ୍ଦୁରୁସ୍ତ ହେବା। ତନ୍ଦୁରୁସ୍ତ କ'ଣ? ସ୍ୱାସ୍ଥ୍ୟବାନ ହେବା। ସ୍ୱାସ୍ଥ୍ୟବାନ ଅର୍ଥ ଆମ ମନ ବୁଦ୍ଧି ସଂସ୍କାର ସବୁ ସୁସ୍ଥ ହେଇଯିବ, ଆଉ ବିକାରଗ୍ରସ୍ତ ହେବ ନାହିଁ। ତେଣୁ ସ୍ୱୟଂ ପରମପିତା ପରମାତ୍ମା ଆସି ଏତେ ପ୍ରକାରର ଜ୍ଞାନ ଆମକୁ ଦେଉଛନ୍ତି। ଆମେ ସେ ଜ୍ଞାନକୁ ନିଶ୍ଚିତ ଭାବରେ ଧାରଣ କରିବା, ଧାରଣ କରି ରାଜଯୁକ୍ତ ହେବା। ଓମ୍ ଶାନ୍ତି।